ନା ଦେଖନ୍ତୁ ମୁଁ ସତ କହିବାକୁ ଗଲେ ସବୁବେଳେ ମୋର ଓଡ଼ିଶା କଥା କହୁନି ଏଣ୍ଟାର ଦେଶରେ ମୁଁ କହୁଛି ମାନେ ପ୍ରାୟ ସବୁ ଜାଗାରେ ଆଦିବାସୀମାନଙ୍କର ନାମ ହୁଏ। ଆଦିବାସୀମାନଙ୍କର ସବୁ ସମୟରେ ଆଦିବାସୀକୁ ପ୍ରବଚନ ଭାଷଣ ମାରିଲା ମଧ୍ୟ ଆଦିବାସୀମାନଙ୍କର ନାଁ ଆସେ ଆଗରେ। କିନ୍ତୁ ଯେତେବେଳେ ତାଙ୍କର କାମ କରିବା ସମୟ ଆସେ ସେତେବେଳେ ଆଦିବାସୀମାନଙ୍କର କାମ କରନ୍ତିନି ଶୁଣନ୍ତିନି। ଏଇଟା ତ ମୋ ଫିଲିଙ୍ଗସ୍, ଏଟା ମୁଁ ନିଜେ ଅନୁଭବ କରୁଛି ଆଉ ଭୋଗି ଆସୁଛି ମଧ୍ୟ। ଆଉ ଏଟା ମୁଁ ନିଶ୍ଚୟ କହିବି ତାଙ୍କ ସ୍ୱାର୍ଥ ପାଇଁ ହିଁ ଆଦିବାସୀମାନଙ୍କୁ ଫାଷ୍ଟ ଆଣନ୍ତି, କାମ କରିଲା ବେଳକୁ ଆଦିବାସୀମାନଙ୍କୁ ପଛରେ ଛାଡ଼ି ଦିଅନ୍ତି। ନାଇଁ ଶୁଣନ୍ତୁ, ସେ ଆଦିବାସୀ ଖାଇଛନ୍ତି ବୋଲି କ'ଣ ମାନେ ଯାହା ବି କଲେ ଜଙ୍ଗଲଜାତ ଦ୍ରବ୍ୟ ହେଲା ଯାହା ବି ହେଲା ଯିଏ ବି ଖାଇଲେ କ'ଣ ସବୁବେଳେ ଖାଲି ସେଇ ଆଦିବାସୀ କି? ସବୁବେଳେ ସେ ଆଦିବାସୀମାନଙ୍କର ନାମଟା ଆଗକୁ ଆସେ ଯେ ଆଦିବାସୀମାନେ ଖାଇଲେ ମରିଲେ ବୋଲିକିରି। କିନ୍ତୁ ଏଟା ଆକ୍ଚୁଆଲି ମୁଁ ତ ଏବେ ମାନେ ଏଇସବୁ କଥାରେ ମୋତେ ବିଶ୍ୱାସ ନାହିଁ। ଯେହେତୁ ଆମେ ବହୁତ ଡେଭଲପ୍ କଲୁଣି, ଆଦିବାସୀମାନେ ବହୁତ ଡେଭଲପ୍ କରିକି ବହୁତ ଶିକ୍ଷିତ ହେଲେଣି। ଏବେ ବର୍ତ୍ତମାନ ଦେଖନ୍ତୁ ଛୋଟ ଛୁଆକୁ ଗୋଟେ କିଛି ପଚାରିଲେ ସେମାନେ ସବୁ ଆନ୍ସର୍ ଦେଇପାରନ୍ତି, ସବୁ ଆନ୍ସର୍ର ମାନେ ଜବାବ ସାମ୍ନାରେ ମଧ୍ୟ ଆସିକିରି କହନ୍ତି। କିନ୍ତୁ ଆମେ ଯେତେବେଳେ ଛୋଟ ଛୋଟ ଥିଲୁ ଆମେ ପୋଲିସ ଗାଡ଼ି ଦେଖିଲେ ଦୌଡ଼ିକି ପଳାଉଥିଲୁ, ପୋଲିସମାନଙ୍କୁ ଦେଖିଲେ ଲୁଚି ଯାଉଥିଲୁ। ସେଗୁଡ଼ାକ କିଛି ନାହିଁ। ଏବେ ଏବେ ବହୁତ ସ୍ମାର୍ଟ ଯୁଗ ହେଲାଣି ଆଉ ବହୁତ ଆମର ଆଦିବାସୀ ସ୍ମାର୍ଟ ହେଲେ ବହୁତ ଡେଭଲପ୍ ବି ହେଇଛି। ନା ଦେଖନ୍ତୁ ମୁଁ ସତ କହିବାକୁ ଗଲେ ସବୁବେଳେ ମୋର ଓଡ଼ିଶା କଥା କହୁନି ଏଣ୍ଟାର ଦେଶରେ ମୁଁ କହୁଛି ମାନେ ପ୍ରାୟ ସବୁ ଜାଗାରେ ଆଦିବାସୀମାନଙ୍କର ନାମ ହୁଏ। ଆଦିବାସୀମାନଙ୍କର ସବୁ ସମୟରେ ଆଦିବାସୀକୁ ପ୍ରବଚନ ଭାଷଣ ମାରିଲା ମଧ୍ୟ ଆଦିବାସୀମାନଙ୍କର ନାଁ ଆସେ ଆଗରେ। କିନ୍ତୁ ଯେତେବେଳେ ତାଙ୍କର କାମ କରିବା ସମୟ ଆସେ ସେତେବେଳେ ଆଦିବାସୀମାନଙ୍କର କାମ କରନ୍ତିନି ଶୁଣନ୍ତିନି। ଏଟା ତ ମୋ ଫିଲିଙ୍ଗସ୍, ଏଟା ମୁଁ ନିଜେ ଅନୁଭବ କରୁଛି ଆଉ ଭୋଗି ଆସୁଛି ମଧ୍ୟ। ଆଉ ଏଟା ମୁଁ ନିଶ୍ଚୟ କହିବି ତାଙ୍କ ସ୍ୱାର୍ଥ ପାଇଁ ହିଁ ଆଦିବାସୀମାନଙ୍କୁ ଫାଷ୍ଟ ଆଣନ୍ତି, କାମ କରିଲା ବେଳକୁ ଆଦିବାସୀମାନଙ୍କୁ ପଛରେ ଛାଡ଼ି ଦିଅନ୍ତି। ଏଇଟା ତ ଯେତେ ହେଲେ ବି ଫିଲିଙ୍ଗସ୍ ଅଛି। ଆଉ ସବୁ ଜାଗାରେ ବି ଆମେ ନ୍ୟୁଜ୍ ଗୁଡ଼ାକ ବି ଦେଖୁଛୁ, ଏଇ ଫିଲିଙ୍ଗସ୍ଟା ଟିକେ ଆସୁଛି। ତ ଏଇଟା ମୁଁ ଅନୁରୋଧ କରିବି ସରକାର ଯେମିତି ଆଦିବାସୀମାନଙ୍କ ନାଁ ନେଇକରି ଯେମିତି ହେଲା ଭୋଟ୍ ହେଲା କି ଆଉ ଅନ୍ୟ କିଛି ବି ଆଦିବାସୀମାନଙ୍କୁ ନେଇକି ଗୋଟେ ମୋହରା ଇସ୍ତେମାଲ ଏଇ ଟାଇପ୍ର ଆମକୁ ଫିଲିଙ୍ଗସ୍ ଆସେ। ତ ସରକାର ଯେଉଁ ପ୍ରକାର ବି କହନ୍ତି ସେଇ ପ୍ରକାର କାମ ମଧ୍ୟ କରିକି ଦେଖେଇଲେ ବହୁତ ଭଲ ଲାଗନ୍ତା। ଶୁଣନ୍ତୁ, ମୁଖ୍ୟମନ୍ତ୍ରୀ ହେଲା ଏବେ ବର୍ତ୍ତମାନ 4 ମାସ ହେଇଛି ବସିଛନ୍ତି। ବହୁତ ଖୁସି ଆଉ ଗର୍ବର କଥା ଯେ ଯାହା ବି ହେଉ ମାନେ ଆମର ଆଦିବାସୀ ଜଣେ ମୁଖ୍ୟମନ୍ତ୍ରୀ ହେଇଛନ୍ତି ବୋଲିକିରି। ତ ତାଙ୍କର ତ 4 ମାସ ହେଇଛି, ବର୍ତ୍ତମାନ ଯାହା ବି କାମ କରିବେ ଯେହେତୁ ନୂଆ ଆସିକି ବସିଛନ୍ତି ସେ ନିଶ୍ଚୟ କରିବେ। ଯେହେତୁ ମୁଁ ତ ଏତିକି ଭରସା ବିଶ୍ୱାସ ଯେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି, ତ ମୁଁ ତ ଏନି ଟାଇମ୍ ମାନେ ମୁଁ କହିବା ପାଇଁ ଚାହେଁ ଏବଂ ମାନେ ଆମର ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିବା ପାଇଁ ମୁଁ ଚାହେଁ ଯେ ଆଦିବାସୀ ମହିଳା ମୁଁ ଆଜି ଜଣେ ମୁଁ ଆପଣଙ୍କୁ ମୁଁ ରିକ୍ୱେଷ୍ଟ ଅନୁରୋଧ କରୁଛି, ଆପଣ ଆମର ଆଦିବାସୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି ତା ପାଇଁ ଆମେ ଖୁସି ଗର୍ବିତ। ଆପଣମାନେ ଆମ ଆଦିବାସୀମାନଙ୍କ ପାଇଁ କିଛି ଡେଭଲପ୍ ଏବଂ ଉନ୍ନତି କାମ କରନ୍ତୁ, ଯେଉଁଟାକି ଅଣଶୁଣା କରନ୍ତୁନି, ଆପଣ ଶୁଣିକିରି ତାକୁ କାମ କରନ୍ତୁ।